ସାଧାରଣତଃ ଏହି ମ୍ୟାଟ୍ରିକ ପରୀକ୍ଷାରେ ପିଲାମାନେ ଗଣିତକୁ ଟିକେ ଅଧିକ ଭୟ କରିଥାନ୍ତି। ଗଣିତରେ ପୁଣି ଜ୍ୟାମିତି ଯେଉଁ ବିଭାଗ ରହିଲା ଜ୍ୟାମିତିକୁ ଅଧିକ ଭୟ କରିଥାନ୍ତି। ତେଣୁ ପ୍ରଥମେ ପିଲାଙ୍କ ମନରୁ ଭୟଟାକୁ ଦୂର କରିବାକୁ ପଡ଼ିବ। ଯେ ଆମମାନଙ୍କ ଭିତରୁ କେତେକ ମଧ୍ୟ ଯେ ପିଲାଙ୍କୁ ଏ ଗଣିତକୁ ଅଧିକ ଭୟଭୀତ କରାଇ ଦେଇଥାନ୍ତି। ତେଣୁ ପିଲାଙ୍କୁ ପ୍ରଥମେ ବୁଝାଇବାକୁ ପଡ଼ିବ ଯେ ଅନ୍ୟାନ୍ୟ ସବଜେକ୍ଟ ପରି ବା ଅନ୍ୟାନ୍ୟ ବିଷୟ ପରି ଗଣିତ ମଧ୍ୟ ଗୋଟିଏ ବିଷୟ, ଏଥିରେ ଭୟ କରିବାର କିଛି ନାହିଁ। ଗଣିତକୁ ଯଦି ଆମେ ଠିକ୍ ରୂପେ ବୁଝିପାରିବା ଏବଂ ଠିକ୍ ରୂପେ ତାକୁ ଉପସ୍ଥାପନ କରିପାରିବା ତାହେଲେ ଗଣିତ ଅତି ସହଜ ଲାଗିବ। ଏ ଜ୍ୟାମିତି ଯେଉଁ ଦଶମ ଶ୍ରେଣୀର ଅଛି ସେ ଜ୍ୟାମିତିର ଦୁଇଟି ବିଭାଗ କରାଯାଇଛି। ଗୋଟିଏ ହେଉଛି ଆଲଜେବ୍ରା ବା ବୀଜଗଣିତ, ଆଉ ଗୋଟିଏ ହେଉଛି ଜ୍ୟାମିତି। ଏ ଯେଉଁ ବୋର୍ଡ଼ କୋଶ୍ଚିନ୍ ଆସୁଛି ଘଣ୍ଟେ 15 ମିନିଟ୍ରେ ଆମକୁ 50ଟା ଅବଜେକ୍ଟିଭର ଆନ୍ସର କରିବାକୁ ପଡ଼ିବ। ପ୍ରଥମେ ପିଲାମାନଙ୍କୁ 15 ମିନିଟ୍ ପୂର୍ବରୁ ପ୍ରଶ୍ନ ଦିଆଯାଏ ପଢ଼ିବା ପାଇଁ। ସେଇ 15 ମିନିଟ୍ ପଢ଼ିବା ଭିତରେ ପିଲାମାନେ ନିଜେ ନିଜେ ଜାଣିପାରିଥିବେ ଯେ ତାଙ୍କୁ କେତେଗୁଡ଼ିଏ ପ୍ରଶ୍ନ ଅତି ସହଜ ଲାଗିପାରେ। ଧୀର ସ୍ଥିର ସୁସ୍ଥ ମସ୍ତିଷ୍କରେ 15 ମିନିଟ୍ କୋଶ୍ଚିନ୍କି ଆଗ ଭଲ ଭାବରେ ପଢ଼ିବେ ପିଲାମାନେ। ପଢ଼ିବା ଭିତରେ କେତେଗୁଡ଼ିଏ ପ୍ରଶ୍ନ ତାଙ୍କ ମନକୁ ସହଜ ଲାଗିଥାଏ। ତେଣୁ ଅନୁରୋଧ ଯେ ସହଜ ପ୍ରଶ୍ନ ଗୁଡ଼ିକୁ ପିଲାମାନେ ପ୍ରଥମେ ଆଟେଣ୍ଡ କରନ୍ତୁ। କିଛି ସହଜ ପ୍ରଶ୍ନ କରିସାରିଲା ପରେ ସେମାନଙ୍କ ମନରେ ଥିବା ଭୟ ଧୀରେ 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 ଦୂରେଇଯିବ। ତେଣୁ ସେମାନେ ଜଟିଳ ପ୍ରଶ୍ନକୁ ଅଯଥା ପ୍ରଥମରୁ ନ ଧରି ସମୟ ଅପଚୟ କରନ୍ତୁ ନାହିଁ। ତେଣୁ ଜଟିଳ ପ୍ରଶ୍ନ ପଛରେ କରିବେ। ତେଣୁ ସହଜ ପ୍ରଶ୍ନକୁ ଆଗ ଆଟେଣ୍ଡ କରିବା ଉଚିତ। ଏହାଦ୍ୱାରା ପିଲାର ମନରୁ ଭୟ ଦୂରେଇ ଯାଇଥାଏ, ତାପରେ ସେ ଅନ୍ୟାନ୍ୟ ପ୍ରଶ୍ନ କରେ। ତେଣୁ ଏ ଯେଉଁ ଜ୍ୟାମିତି ବିଭାଗ ରହିଲା ଆମର, ଏ ଜ୍ୟାମିତି ବିଭାଗରେ 25ଟି ପ୍ରଶ୍ନ ଯେଉଁ ଅବଜେକ୍ଟିଭ ଆସେ ସେଥିରୁ 13ଟି ପ୍ରଶ୍ନ ଜ୍ୟାମିତି, 5ଟି ପ୍ରଶ୍ନ ଆସେ ପରିମିତିରୁ, 6ଟି ପ୍ରଶ୍ନ ତ୍ରିକୋଣମିତିରୁ ବା 5ଟି ଅଙ୍କନରୁ ଗୋଟିଏ ଆସେ। ତେଣୁ ଯେଉଁ 13ଟି ପ୍ରଶ୍ନ ଜ୍ୟାମିତିରୁ ଆସେ ସେ ଜ୍ୟାମିତି ବହିଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ତ୍ରିଭୁଜ ସମ୍ବନ୍ଧୀୟ, ଆଉ ଗୋଟେ ହେଉଛି ବୃତ୍ତ ସମ୍ବନ୍ଧୀୟ। ଉପପାଦ୍ୟ 1ରୁ 6 ପର୍ଯ୍ୟନ୍ତ ଏହା ତ୍ରିଭୁଜ ସମ୍ବନ୍ଧୀୟ। এই ত্রিভুজ সম্বন্ধীয়ରୁ সর্ট কোশ্চিন বা অবজেক্টিভ কোশ্চিন 6টি খଣ୍ଡে আসব, 5-6টি আসে এবং বৃত্ত সম্বন্ধীয় ସେଥିରୁ 5-6ଟି আসে। ତେଣୁ ବୃତ୍ତ ସମ୍ବନ୍ଧୀୟ ପିଲାଙ୍କୁ ଟିକେ ସହଜ ଲାଗିଥାଏ। ତ୍ରିଭୁଜ ସମ୍ବନ୍ଧୀୟ ଅଛି ସମାନୁପାତି ସଦୃଶ, ତେଣୁ ଯେଉଁ 6ଟି ଉପପାଦ୍ୟ ମଧ୍ୟ ପିଲାଙ୍କୁ ଟିକେ କଷ୍ଟ ଲାଗେ। କିନ୍ତୁ ବୃତ୍ତ ସମ୍ବନ୍ଧୀୟ 7ରୁ 15 ଉପପାଦ୍ୟ ପିଲାଙ୍କୁ ଟିକେ ସହଜ ଲାଗିଥାଏ। ତେଣୁ ଏଇ 6ଟି ଯେଉଁ ଉପପାଦ୍ୟ ରହିଲା ତା ଅରରେ ପଡ଼ିଥାଏ ବୃତ୍ତ ସମ୍ବନ୍ଧୀୟ 7ରୁ 15 ମଧ୍ୟରେ ଥିବା ଉପପାଦ୍ୟମାନଙ୍କ ଭିତରୁ। ତେଣୁ ବୃତ୍ତ ସମ୍ବନ୍ଧୀୟ ଉପପାଦ୍ୟ ପିଲାଙ୍କୁ ସହଜ ଯେହେତୁ ଜଣାପଡ଼େ, ଛୋଟ ଛୋଟ ଉପପାଦ୍ୟ, ତେଣୁ ତାକୁ ଆଟେଣ୍ଡ କରିବାଟା ମୋ ପକ୍ଷରେ ମୋ ମତରେ ସହଜ ଅଟେ।